ଆମର ବର୍ତ୍ତମାନ ସଡ଼କ ସୁରକ୍ଷା ମାସ ଚାଲି ଅଛି 1 ତାରିଖ ଠାରୁ 31 ତାରିଖ ପର୍ଯ୍ୟନ୍ତ। ଏହି ଅବସରରେ ଆମେ ଏକ ରକ୍ତଦାନ ଶିବିର ଆୟୋଜନ କରିଛୁ ଅଫିସରେ। ବର୍ତ୍ତମାନ ସୁଦ୍ଧା 20 ଜଣ ଭାଇ ଦେଲେଣି। ଆମେ ଟାର୍ଗେଟ ରଖିଛୁ 50 ୟୁନିଟ୍ ବ୍ଲଡ କ୍ଲଟ୍ କରିବା ପାଇଁ। ନିହାତି ମୁଁ ଦେଉଛି ଏବଂ ସମସ୍ତେ ମଧ୍ୟ ଦିଅନ୍ତୁ, କାରଣ ବର୍ତ୍ତମାନ ଦୁର୍ଘଟଣା ବହୁତ ଲୋକଙ୍କର ଆହତ କାରଣ ମୃତ୍ୟୁ ଘଟୁଛି। ଜଣକି ଅର୍ଜେଣ୍ଟଲି ତାଙ୍କୁ ବ୍ଲଡ୍ ଦରକାର ହେଉଛି, ସେମାନେ ବ୍ଲଡ୍ ନ ପାଇବା ଯୋଗୁଁ କିଛି ଲୋକଙ୍କର ମୃତ୍ୟୁ ହେଉଛି। ତ ସେଥିପାଇଁ ମୁଁ ମଧ୍ୟ ନିଜକୁ ବ୍ଲଡ୍ ଦେବା ସହିତ ଲୋକଙ୍କୁ ମଧ୍ୟ ଏନକରେଜ୍ କରୁଛି ସେମାନେ ବ୍ଲଡ୍ ଦିଅନ୍ତୁ। ଦେଖନ୍ତୁ, ରକ୍ତ ଦାନ ଏକ ମହତ କାମ। ତେଣୁକରି ଯେତେବେଳେ ହଠାତ୍ କାହାକୁ ରକ୍ତ ଦରକାର ପଡ଼ିବ, ତେଣୁକରି ଆମେ ଆମର ଯେଉଁ ସଡ଼କ ସୁରକ୍ଷା ମାସ ଅବସରରେ ଆମେ ରକ୍ତଦାନ ଶିବିର ଆୟୋଜନ କରିଛୁ। ଆମର ବର୍ତ୍ତମାନ 2ଟା ପର୍ଯ୍ୟନ୍ତ ରକ୍ତଦାନ ଶିବିର ଚାଲିବ।